हालेलुया हालेलुया हालेलुया। सर्वप्रथमे सर्वशक्तिमान सर्वदर्शी सदा प्रभु परमेश्वर को मु धन्यवाद ज्ञापन करे। आज परि गोटे शुभ दिन रे प्रभु गोटे महत् पवित्र कार्य मंडली सम्मुख साधन करियछंती। भाई सोमनाथ पुणी भौणी पार्वती पवित्र वैवाहिक बंधन रे आबद्ध होइछंती। प्रभु এই মহৎ কর্ম করিଥିବା হেতু ଆମେ ସମସ୍ତେ সেই সন্ন্যাধিপতি সদাপ্রভুଙ୍କୁ উচ্চ করতাଳି ଦେଇ ଆମେ ଧନ୍ୟବାଦ ଜ୍ଞାପନ କରିବା। ତତ୍ସଙ୍ଗେ ସଙ୍ଗେ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣୀୟ ବ୍ୟକ୍ତି ଦୁହେଁ ବା ଦମ୍ପତି गण भाई सोमनाथ माझी को माझी ना भाई सोमनाथ पुणी भौणी पार्वती को मो प्रभु जीशु ख्रीष्ट नाम रे ढेर सारा शुभेच्छा जनाए। से माने परस्पर को प्रभु जीशु ख्रीष्ट सम्मुख रे मंडली सम्मुख रे परस्पर को स्वामी और स्त्री भाव में ग्रहण करछंती। आपण मान को दुई जन को ढेर सारा शुभेच्छा। पुणी प्रभु आपण मान को पुणी आपण मानकर वैवाहिक जीवन को बहुत बहुत आशीर्वाद करंतु। उपस्थित प्रत्येक प्रभुंकर दास माने पुणी दुईटा ग्रामरु खिलिंगराय मेटा पुणी पोटेगुड़ा ग्रामरु आसीथिबा प्रत्येक आत्मा माननको प्रभु जीशु ख्रीष्ट नाम रे समस्त को नमस्कार। आज आमने गोटे विशेष प्रभुंकर कार्य देखा पाइलु। विवाह गोटे पवित्र कार्य अटे, गोटे उत्तम कार्य अटे। विशेष करी ख्रिस्टियन मानक निमंते विवाह अति गुरुत्वपूर्ण अंश आम जीवन महत् कार्य को साक्षी हेबा पाई प्रभु आपण माननकु पुणी मते ए सुजोग देइछंती। एही परिप्रेक्षी रे नूतन भावरे विवाहित होइतिबा भाई सोमनाथ को पुणी भौणी पार्वती को आज वाक्यर किछि अंश मुझे कहवा पाई चाहूँगी। केवल ताहा नुहे समस्त जो माने विवाह करिछंती, जो माने आग को विवाह करने को जाउछंती, सेमान को समस्त निमंते आजिर वाक्य उद्दिष्ट। आजिर वाक्य निमंते जो वाक्यांश आमान को दिया जायछि ता होछि एप्री मंडली निकट को प्रेरित पाउलंकर पत्र अध्याय 13 पद 4 तार प्रथम अंश आज ध्यान निमंते आमान को दिया जायछि और ताहा होछि विवाह समस्तंक मध्यरे आदरणीय हेउ। हालेलुया हालेलुया। विवाह समस्तंक मध्यरे आदरणीय हेउ। केवल सोमनाथ और पार्वती को जीवन रे जे विवाह आदरणीय हेउ ताहा नुहे, एठारे उपस्थित पुणी उपस्थित होई नथिबा प्रत्येक जीवन रे विवाह आदरणीय हेउ। विवाह आदरणीय हेउर अर्थ हैला विवाह समस्त जीवन रे सम्मानित हेउ। ताको इंग्रजी रे हमें कहू मैरिज बी ऑनर्ड बाय ऑल और marriage be held honor among all, or marriage must be respected by all। विवाह समस्त द्वारा
ସମ୍ମାନିତ ହେଉ, ଏହା ଈଶ୍ୱରଙ୍କର ଇଚ୍ଛା। ହାଲେଲୁୟା, ହାଲେଲୁୟା। ଈଶ୍ୱର ଚାହାନ୍ତି ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ବା ସମସ୍ତଙ୍କ ମଧ୍ୟରେ ସମ୍ମାନିତ ହେଉ, କାରଣ ଏହା ଏକ ପବିତ୍ର କାର୍ଯ୍ୟ ଅଟେ। ବିବାହ ଗୋଟିଏ ସାଧାରଣ କାର୍ଯ୍ୟ ନୁହେଁ, ବିବାହ ଗୋଟିଏ ପବିତ୍ର ଅନୁଷ୍ଠାନ, ଗୋଟିଏ ପବିତ୍ର କାର୍ଯ୍ୟ, ଗୋଟିଏ ପବିତ୍ର ସଂସ୍କାର। ହାଲେଲୁୟା, ହାଲେଲୁୟା। ଶାସ୍ତ୍ର ଅନୁସାରେ ଗୋଟିଏ ପୁରୁଷ ଓ ଗୋଟିଏ ନାରୀର ମିଳନ ଏକାକୀ ନ ରହିବା ପାଇଁ ଈଶ୍ୱରଙ୍କର ଗୋଟିଏ ଅନୁଗ୍ରହ, ଈଶ୍ୱରଙ୍କର ଗୋଟିଏ ଆଶୀର୍ବାଦ। ଆଦି ପୁସ୍ତକ 2:18 ପିତା ଈଶ୍ୱର କହନ୍ତି, ମନୁଷ୍ୟ ଏକାକୀ ରହିବା ଭଲ ନୁହେଁ। ମନୁଷ୍ୟ ଏକାକୀ ରହିବା ମନୁଷ୍ୟ ଏକାକୀ ରହିବା ଭଲ ନୁହେଁ। ଈଶ୍ୱର ଏହି ଜଗତରେ ବିବାହ ଓ ବିବାହର ମଙ୍ଗଳ ଦାନ ଦ୍ୱାରା ମଣ୍ଡଳୀ ପ୍ରତି ଖ୍ରୀଷ୍ଟଙ୍କର ପ୍ରେମକୁ ପ୍ରକାଶ କରିବା ପାଇଁ ଏହି ବିବାହ ଅନୁଷ୍ଠାନକୁ ସେ ପରିକଳ୍ପନା କଲେ। ଈଶ୍ୱରଙ୍କର ପ୍ରେମ ମନୁଷ୍ୟ ପ୍ରତି ଯେଉଁ ପ୍ରେମ ଥିଲା, ସେହି ପ୍ରେମକୁ ପ୍ରକାଶ କରିବା ପାଇଁ ବିବାହ କାର୍ଯ୍ୟକୁ ବା ବିବାହ ପବିତ୍ର ସଂସ୍କାରକୁ ସେ ଅନୁଷ୍ଠିତ କଲେ। ଏଣୁ ଅନେକ ଲୋକ କହନ୍ତି ବିବାହର ଅର୍ଥ ହେଲା ବିଭୁ ବାନ୍ଧନ୍ତି ହାତ। ବିରେ ବିବାହ, ବାରେ ବାନ୍ଧନ୍ତି, ବିରେ ବିଭୁ, ବାରେ ବାନ୍ଧନ୍ତି ଆଉ ହରେ ହାତ। ବିଭୁ ବାନ୍ଧନ୍ତି ହାତ, ବିଭୁର ଅର୍ଥ ହେଲା ପ୍ରଭୁ। ବିଭୁ ବାନ୍ଧନ୍ତି ହାତ, ଯାହାକୁ ଅନେକ ଲୋକ କହନ୍ତି ବିବାହର ଅର୍ଥ ବୋଲି। ଆଜିର ସମାଜ ପରି ପ୍ରଥମ ଶତାବ୍ଦୀର ସମାଜରେ ମଧ୍ୟ ବିବାହର ପବିତ୍ର ଅନୁଷ୍ଠାନଟି କାମୁକତା, ଯୌନ ଅନୈତିକତା ଓ ସହନଶୀଳତା ଦ୍ୱାରା ଦିନକୁ ଦିନ ବିବାହର ପବିତ୍ରତା, ବିବାହର ଆଦରଣୀୟତା, ବିବାହର ସମ୍ମାନ ହରେଇ ବସୁଥିଲା। ଆଉ ଠିକ୍ ସେତିକି ବେଳେ ପ୍ରେରିତ ପାଉଲ ଏଭ୍ରି ମଣ୍ଡଳୀ ନିକଟକୁ ସେ ପତ୍ର ମାଧ୍ୟମରେ କହୁଅଛନ୍ତି, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ। ହାଲେଲୁୟା, ହାଲେଲୁୟା। ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ। ଆଜିର ସମାଜ ପରି ସେହି ପ୍ରଥମ ଶତାବ୍ଦୀର ସମାଜରେ ମଧ୍ୟ ବିବାହର ମୂଲ୍ୟ ଧୀରେ ଧୀରେ କମି କମି ଯାଉଥିଲା। ଏହି ସମାଜର ଯୌନ ଅନୈତିକତା, ପୁଣି କାମୁକତା ଏବଂ ସହନଶୀଳତା ଦ୍ୱାରା ବିବାହର ମୂଲ୍ୟ ଧୀରେ ଧୀରେ କମି କମି ଯାଉଥିଲା। ଏହି ପ୍ରକାର ଗୋଟେ ପରିସ୍ଥିତିରେ ପ୍ରେରିତ ପାଉଲ ଏଭ୍ରି ମଣ୍ଡଳୀ ଲୋକମାନଙ୍କୁ ଉତ୍ସାହ ଦେଇ କହୁଅଛନ୍ତି ଯେ ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ। ଆଜି ଆପଣମାନେ ଅନେକ ଲୋକଙ୍କୁ କହିବା ଶୁଣିଥିବେ ଯେ ଲୋକମାନେ କହିଥିବେ, ମୁଁ ବିବାହ କରି ବହୁତ ବଡ଼ ଭୁଲ କରିଛି, ମୁଁ ବିବାହ କରି ମୋର ଜୀବନ ନଷ୍ଟ ହେଇଛି, ବିବାହ କରିବା ଦ୍ୱାରା ମୋର ବ୍ୟକ୍ତିଗତ ଜୀବନ, ମୋର ଆତ୍ମିକ ଜୀବନ ନଷ୍ଟ ହେଇଛି ବୋଲି କହିଥିବା ଆପଣମାନେ କେତେକ ଲୋକଙ୍କ ଠାରୁ ଶୁଣିଥିବେ। ଏପରି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଆପଣମାନଙ୍କୁ କହିଥିବେ ଯେ ମୁଁ ବିବାହ କରି ବହୁତ
ଭଲ କାର୍ଯ୍ୟଟି କରିଛି। ବିବାହ କରି ମୁଁ ଗୋଟେ ଉତ୍ତମ କାର୍ଯ୍ୟ କରିଛି ଆଉ ବିବାହ କରି ମୁଁ ଖୁସିରେ ଅଛି ବୋଲି ପ୍ରଭୁଙ୍କୁ ଧନ୍ୟବାଦ ଦେବାଟା ଆପଣମାନେ ଶୁଣିଥିବେ। ତେଣୁକରି କୁହାଯାଏ शादी का लड्डू जिसने खाया है वो पछताता है, जो नहीं खाया है वो भी पछताता है। शादी बा विवाह गोटे लड्डू जो माने खाई से माने पछताउछंती, जो माने खाई नाहंती से माने मध्य पछताउछंती। मोर प्रिय माने हेले वास्तव रे विवाह करबा द्वारा किछि उपकार अछि कि? विवाह करबा द्वारा किछि मनुष्यर मंगल हुए कि? आउ ताहार उत्तर जदि मु कहबाकू चाहिबी, निश्चय विवाह करबा द्वारा उपकार अछि। हालेलुया हालेलुया। उत्तर हला मोर प्रिय माने निश्चय विवाह करबा द्वारा ईश्वरकर अनुग्रह अछि, विवाह करबा द्वारा मंगल दान अछि। ईश्वर लोक मानक निमंते विवाह को एक उच्च स्तर उपरे स्थापन करियछंती, जो विवाह गोटे मजबूत परिवार गठनर पुणी गोटे पवित्र चुक्ति भित्तिक गोटे बंधन अटे। विवाह द्वारा गोटे नर आ गोटे नारी, गोटे पुओ आ गोटे झियो से माने गोटे पवित्र विवाह द्वारा गोटे पुओ आ गोटे झियो गोटे पवित्र चुक्ति भित्तिक बंधन रे आबद्ध हेइथांती। विवाह द्वारा गोटे पुओ आ गोटे झियो गोटे उत्तम परिवार गठन करबा पाए से माने चुक्तिबद्ध हेइथांती बा प्रतिज्ञाबद्ध हेइथांती। मोर प्रिय माने परमेश्वर जगत को सृष्टि कले, से स्वर्ग व पृथ्वी को सृष्टि कले, से अंधकार को व दिवस को विभक्त कले, से आकाश मंडल ग्रह नक्षत्र पृथ्वी व समुद्र बारिधि को सृष्टि कले। से विभिन्न प्रकार उद्भिद, विभिन्न प्रकार पशु पक्षी, सरीसृप, जलचर प्राणी, मत्स्यगण से सृष्टि कले। एही समस्त देखी सदा प्रभु परमेश्वर कहिले एहा उत्तम। हालेलुया हालेलुया। से समस्त सृष्टि कला परे से देखिले जगत को आउ से कहिले उत्तम बोली। परमेश्वर सकल विषय सृष्टि कला परे से कहिले अपना प्रतिमूर्ति रे आमे मनुष्य को सृष्टि करिबा। परमेश्वर आदम को अपना प्रतिमूर्ति रे अपना सादृश्य रे से सृष्टि कले। हालेलुया। परमेश्वर भूमि बिलर जंतु मान को, पशु मान को, खेचर पक्षीगण को, पुणी उड़ुवा पक्षी मान को आदाम निकट को घेनी आनिले। पुणी आदाम समस्त पशु, खेचर पक्षीगण वो बिलर प्रत्येक जंतु गण को नाम दियंतु, यहा ईश्वर इच्छा कले। पुणी आदाम ईश्वर इच्छा अनुसार से प्रत्येक को नाम देले। से जहाँ को हाथी देले तार नाम हाथी हैला, जार नाम घोड़ा देले तार नाम घोड़ा हैला, से जार नाम बाघ देले तार नाम बाघ हैला, जार नाम जहा देले ताहार नाम
ତାହା ହେଲା। ସମସ୍ତ ପଶୁ ଖେଚର ପକ୍ଷୀଗଣ ଓ ବିଲର ଜନ୍ତୁ ଗୁଡ଼ିକ ଦୁଇ ଦୁଇ ହୋଇ ସେଠାରୁ ବାହାରି ଗଲେ। କିନ୍ତୁ ଈଶ୍ୱର ଦେଖିଲେ ଆଦାମ ଏକା ଅଛନ୍ତି। ଈଶ୍ୱର ଦେଖିଲେ ଆଦାମ ଏକା ଅଛନ୍ତି। ଆଉ ଈଶ୍ୱର ଇଚ୍ଛା କଲେ ଆଦାମଙ୍କ ନିମନ୍ତେ ତାଙ୍କ ଅନୁରୂପୀ ଗୋଟିଏ ସହକାରିଣୀକୁ ନିର୍ମାଣ କରିବା। ହାଲେଲୁୟା, ହାଲେଲୁୟା। ଆଦାମ ଏକା ଥିଲେ କାରଣ ତାଙ୍କ ଅନୁରୂପୀ ସହକାରିଣୀ ନଥିଲା। ଏଣୁ ଈଶ୍ୱର କହିଲେ ଆଦି 2:18 ମନୁଷ୍ୟ ଏକା ରହିବା ଭଲ ନୁହେଁ, ମନୁଷ୍ୟ ଏକା ରହିବା ଭଲ ନୁହେଁ। ଏଣୁ ଆଦାମଙ୍କ ନିମନ୍ତେ ତାଙ୍କର ସାହାଯ୍ୟକାରିଣୀ ପାଇଁ ଆଦାମଙ୍କର ଅନୁରୂପୀ ଗୋଟେ ସହକାରିଣୀକୁ ନିର୍ମାଣ କରିବା। ହାଲେଲୁୟା। ମୋର ଗଳା ଟିକେ ଖରାପ ଅଛି, ତେଣୁକରି ମୁଁ ମାଇକକୁ ଜଗୁଛି, କିନ୍ତୁ ଏ ମାଇକ୍ ଆମକୁ ସାହାଯ୍ୟ କରୁନି। ଆଦି 1:27 ଈଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ସେ ଆପଣା ପ୍ରତିଛବିରେ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କଲେ। ଆଉ ମନୁଷ୍ୟକୁ ନର ଆଉ ନାରୀ ଭାବରେ ସେ ନାମ ଦେଲେ। ପରମେଶ୍ୱର ଏହି ପ୍ରକାର ଆଦାମଙ୍କ ପାଇଁ ଏକ ଅନୁରୂପୀ ସହକାରିଣୀ ନିର୍ମାଣ କଲେ ବା ସୃଷ୍ଟି କଲେ। ଆଦାମ ଏକାକୀ ଈଶ୍ୱରଙ୍କ ସଙ୍ଗରେ ଥିଲେ ସେଇ ଏଦନ ଉଦ୍ୟାନରେ। ସେଠାରେ କୌଣସି ପାପ ନଥିଲା, ସେଠାରେ କୌଣସି ଭୟ ନଥିଲା, ସେଠାରେ କୌଣସି ବିଷୟର ଚିନ୍ତା ନଥିଲା। ଈଶ୍ୱର କେମିତି ସମସ୍ତ ବିଷୟ ଯୋଗାଇବେ ଏହାର ମଧ୍ୟ ସେତେବେଳେ ଚିନ୍ତା ନଥିଲା। ଏହା ଦେଖିଲେ ଲାଗେ ଯେ ଆଦାମ ସତେ ଯେମିତି ସ୍ୱର୍ଗରେ ଥିଲେ। ଏହା ଦେଖିଲେ ଲାଗେ ଯେ ଆଦାମ ସତେ ଯେମିତି ସ୍ୱର୍ଗରେ ଥିଲେ। ଏହେତୁ ମୋର ପ୍ରିୟମାନେ, ଈଶ୍ୱର କହିଲେ, ଏହା ଦେଖିଲେ ଅବଶ୍ୟ ଲାଗେ ଯେ ଆଦାମ ସ୍ୱର୍ଗରେ ଥିଲେ, କିନ୍ତୁ ଗୋଟିଏ ବିଷୟର ଉଣା ଥିଲା। ଗୋଟିଏ ବିଷୟର ଉଣା ଥିଲା, ତାହା ହେଲା ତାହାର ଆଦାମଙ୍କ ପରି ଅନୁରୂପୀ ସହକାରିଣୀ ନଥିଲା। ଏଣୁକରି ସଦାପ୍ରଭୁ କହିଲେ ମନୁଷ୍ୟ ଏକାକୀ ରହିବା ଭଲ ନୁହେଁ। ଏହେତୁ ଆଦାମ ଖୁସିରେ ଥିଲେ ମଧ୍ୟ, ସେ ଏଦନ ଉଦ୍ୟାନରେ କୌଣସି ଚିନ୍ତା ନଥିଲେ ମଧ୍ୟ, କୌଣସି ଅଭାବ ନଥିଲେ ମଧ୍ୟ, ଈଶ୍ୱର ମନୁଷ୍ୟ ପାଇଁ ଗୋଟେ ସହକାରିଣୀ ସୃଷ୍ଟି କଲେ। ହାଲେଲୁୟା, ହାଲେଲୁୟା। ଆଉ ସେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ, ଉଦ୍ଭିଦ ଏବଂ ଜଳଚର ପ୍ରାଣୀ ମାନଙ୍କ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଆଦାମଙ୍କୁ ପୁଣି ତାହାର ଅନୁରୂପୀ ସହକାରିଣୀ ହବାଙ୍କୁ ଆଶୀର୍ବାଦ କରି କହିଲେ। ସେ ଆଶୀର୍ବାଦ କରି କହିଲେ, ତୁମେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପରମେଶ୍ୱର କହିଲେ, ତୁମେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ। ଏଥି ନିମନ୍ତେ ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ବିବାହ ପରମେଶ୍ୱରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଅଛି। ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ବିବାହ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ, କାରଣ ଏହା ସଦାପ୍ରଭୁ ପ୍ରତିଷ୍ଠା କରିଅଛନ୍ତି। ମନୁଷ୍ୟ ଯେହେତୁ ଏକାକୀ ରହିବା ଭଲ ନୁହେଁ, ଏହେତୁ ମନୁଷ୍ୟ ନିମନ୍ତେ ଆଦାମଙ୍କ ନିମନ୍ତେ ଗୋଟିଏ ଅନୁରୂପୀ ସହକାରିଣୀ ସେ ସୃଷ୍ଟି କଲେ ଏବଂ ଆଶୀର୍ବାଦ କରି କହିଲେ, ତୁମେମାନେ ଫଳବନ୍ତ ଓ ପ୍ରଜାବନ୍ତ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ହେଲେ ମୋର ପ୍ରିୟମାନେ, କାହିଁକି
ବିବାହ ଆଦରଣୀୟ ହେବା ଆବଶ୍ୟକ। କାହିଁକି ବିବାହ ସମ୍ମାନିତ ହେବା ଆବଶ୍ୟକ? ବିଶେଷ କରି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଥିବା ଲୋକମାନଙ୍କ ଜୀବନରେ ବିବାହ କାହିଁକି ସମ୍ମାନିତ ହେବା ଆବଶ୍ୟକ? ବିବାହ କାହିଁକି ଆଦରଣୀୟ ହେବା ଆବଶ୍ୟକ? ମୁଁ ଆପଣମାନଙ୍କ ସମ୍ମୁଖରେ କେତୋଟି ବିଷୟ ରଖିବା ପାଇଁ ଚାହିଁବି, ଯେଉଁ କାରଣରୁ ମୁଁ ବିଶ୍ୱାସ କରେ ଯେ ବିବାହ ସମସ୍ତଙ୍କ ଜୀବନରେ ଆଦରଣୀୟ ହେବା ଆବଶ୍ୟକ। ପ୍ରଥମ ବିଷୟ ହେଲା କାରଣ ଈଶ୍ୱର କହନ୍ତି ଏହା ଉତ୍ତମ। ହାଲେଲୁୟା, ହାଲେଲୁୟା। ଈଶ୍ୱର କହନ୍ତି ବିବାହ ଉତ୍ତମ ଅଟେ, ବିବାହ ସର୍ବ ଉତ୍ତମ ବୋଲି ଈଶ୍ୱର କହନ୍ତି। ସଦାପ୍ରଭୁ ପରମେଶ୍ୱର ଯେତେବେଳେ ଜଗତକୁ ସୃଷ୍ଟି କଲେ, ସମସ୍ତ ପଶୁ ପକ୍ଷୀ ପୁଣି ସମୁଦ୍ରର ମତ୍ସ୍ୟଗଣକୁ ସୃଷ୍ଟି କଲେ, ସେମାନଙ୍କୁ ଦୁଇ ଦୁଇ କରିକି ସୃଷ୍ଟି କରିଥିଲେ। କିନ୍ତୁ ଆଦାମକୁ ଏକାକି ସେ ସୃଷ୍ଟି କରିଥିଲେ। ଯେତେବେଳେ ସେ ସରୀସୃପ ପଶୁ ପକ୍ଷୀଙ୍କୁ ସୃଷ୍ଟି କରିଥିଲେ ଦୁଇ ଦୁଇ, ସେତେବେଳେ ପରମେଶ୍ୱର କହିଲେ, ଦେଖିଲେ ଏହା ଉତ୍ତମ, ଆଉ ସେ କହିଲେ ଏହା ଉତ୍ତମ ବୋଲି। କିନ୍ତୁ ଆଦାମଙ୍କୁ ସୃଷ୍ଟି କଲା ପରେ ଈଶ୍ୱର କହିନାହାନ୍ତି ଏହା ଉତ୍ତମ ବୋଲି। ଆଦାମଙ୍କୁ ସୃଷ୍ଟି କଲା ପରେ ଈଶ୍ୱର କହିନାହାନ୍ତି ଏହା ଉତ୍ତମ ବୋଲି। ଈଶ୍ୱର କେତେବେଳେ କହିଲେ ଏହା ଉତ୍ତମ ବୋଲି? ଯେତେବେଳେ ଈଶ୍ୱର ଆଦାମଙ୍କୁ ଘର ନିଦ୍ରାଗ୍ରସ୍ତ କରାଇ ତାଙ୍କର ପଞ୍ଜରାରେ ଗୋଟିଏ ହାଡ଼ ନେଇ ସେ ଗୋଟିଏ ନାରୀଙ୍କୁ ସୃଷ୍ଟି କଲେ, ଆଉ ଦେଖିଲେ ଆଦାମଙ୍କର ଗୋଟିଏ ଅନୁରୂପୀ ସହକାରିଣୀ ହେଇଅଛି। ସେ ଆଦାମ ଓ ହବାଙ୍କୁ ଦେଖିକି ସେ କହିଲେ ଏହା ଉତ୍ତମ। ହାଲେଲୁୟା, ହାଲେଲୁୟା। ଏଣୁକରି ବିବାହ ଗୋଟିଏ ଉତ୍ତମ ବିଷୟ ଅଟେ, ବିବାହ ଗୋଟିଏ ପବିତ୍ର କାର୍ଯ୍ୟ ଅଟେ। ଈଶ୍ୱର ନିଜେ ଏହାକୁ ଉତ୍ତମ ବୋଲି କହନ୍ତି। ଏଣୁ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ବିବାହ ଆଦରଣୀୟ ହେବା ଆବଶ୍ୟକ। ହାଲେଲୁୟା, ହାଲେଲୁୟା। ମୁଁ ଜାଣିଛି ବିବାହ ଦିନ ମାନଙ୍କରେ ଲମ୍ବା ବାକ୍ୟ ଦେଲେ ଲୋକ ବିରକ୍ତ ହୁଅନ୍ତି, ତେଣୁକରି ମୁଁ ଜଲ୍ଦି ସରେଇବା ପାଇଁ ମୁଁ ଚେଷ୍ଟା କରିବି। ପୁଣି ଦ୍ୱିତୀୟ କାରଣ ହେଲା ଏହା ସଦାପ୍ରଭୁଙ୍କର ଅନୁଗ୍ରହ। ହାଲେଲୁୟା, ହାଲେଲୁୟା। ହିତୋପଦେଶ 18:22 ଜ୍ଞାନୀ ସୋଲୋମନ କହନ୍ତି, ଯେଉଁ ଲୋକ ଭାର୍ଯ୍ୟ ପାଏ ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଏ। ହାଲେଲୁୟା, ହାଲେଲୁୟା। ଯେଉଁ ଲୋକ ଭାର୍ଯ୍ୟ ପାଏ ସେ ଉତ୍ତମ ବସ୍ତୁ ପାଏ ଆଉ ସଦାପ୍ରଭୁଙ୍କର ଅନୁଗ୍ରହ ପାଏ ବୋଲି ଜ୍ଞାନୀ ସୋଲୋମନ ହିତୋପଦେଶ 18:22 କହନ୍ତି। ଯେତେବେଳେ ଆମେ ଭାର୍ଯ୍ୟ ପାଉ, ଜଗତର ସର୍ବଶ୍ରେଷ୍ଠ ଅନୁଗ୍ରହ, ସର୍ବଶ୍ରେଷ୍ଠ ବସ୍ତୁ ଆମେ ଲାଭ କରୁ। ଆଉ ଯେତେବେଳେ ଆମେ ଉତ୍ତମ ଭାର୍ଯ୍ୟ ପାଉ, ଆମେ ସଦାପ୍ରଭୁଙ୍କର ଅନୁଗ୍ରହ ପାଇଥାଉ। ଯେଉଁମାନେ ଭାର୍ଯ୍ୟ ପାଆନ୍ତି ସେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ପାଆନ୍ତି। ଏ ହେତୁ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ବିବାହ ଆଦରଣୀୟ ହେବା ଆବଶ୍ୟକ। ହାଲେଲୁୟା, ହାଲେଲୁୟା। ପୁଣି ତୃତୀୟ କାରଣ ଯେଉଁଥିପାଇଁ ବିବାହ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ଆଦରଣୀୟ ହେବା ଆବଶ୍ୟକ, ତାହା ହେଉଛି ଉପଦେଶକ 4:9-10 କୁହାଯାଏ, ଜଣରୁ ଦୁଇ ଜଣ ହେବା ଉତ୍ତମ। ହାଲେଲୁୟା, ହାଲେଲୁୟା। ଜଣରୁ ଦୁଇ ଜଣ ହେବା ଉତ୍ତମ। ଏଠାରେ କୁହାଯାଏ ଏକ ଜଣରୁ ଦୁଇ ଜଣ ହେବା ଭଲ। ସେମାନେ ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ସେମାନେ ପଢିଲେ ଜଣେ ଆପଣା ସଙ୍ଗୀକି ଉଠାଇବ, ମାତ୍ର ଯେ ପଢିଲା ବେଳେ ଏକାକୀ ଥାଏ ଓ
ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନଥାଏ ସେ ସନ୍ତାପର ପାତ୍ର। ହାଲେଲୁୟା ହାଲେଲୁୟା। କାହିଁକି ଆମେ ଜଣେରୁ ଦୁଇ ଜଣ ହେବା ଆବଶ୍ୟକ? ଉପଦେଶ করে କୁହାଯାଏ ଜଣେରୁ ଦୁଇ ଜଣ ହେବା ଆବଶ୍ୟକ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଫଳ ପ୍ରାପ୍ତ ହେବେ। ଜଣେ ପରିଶ୍ରମ କଲେ ଅଳ୍ପ ପରିଶ୍ରମ କରିବ, ଅଳ୍ପ ପରିଶ୍ରମର ଫଳ ପ୍ରାପ୍ତ ହେବ। କିନ୍ତୁ ଦୁଇ ଜଣ ଯଦି ମିଶିକି ପରିଶ୍ରମ କରିବେ ତାହେଲେ ସେମାନେ ଉତ୍ତମ ପରିଶ୍ରମର ଫଳ ଭୋଗ କରିବ। ଆଉ ଯଦି ଜଣେ ପଡ଼ିଯାଏ ତାହେଲେ ଆଉ ଜଣେ ତାକୁ ଉଠାଇବ। ଆଉ ଯେତେବେଳେ ଜଣେ ଏକାକୀ ଅଛି ସେ ଯଦି ପଡ଼ିଯାଏ ଆଉ ତାକୁ ଉଠାଇବା ପାଇଁ ଅନ୍ୟ କେହି ନାହାନ୍ତି ତାହେଲେ ସେ ସନ୍ତାପର ପାତ୍ର। ହାଲେଲୁୟା ହାଲେଲୁୟା। ମୋର ପ୍ରିୟ ସମନାଥ ଆଉ ଭଉଣୀ ପାର୍ବତୀ, ବୈବାହିକ ଜୀବନରେ ଆପଣମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିବ। ଆପଣମାନେ ଯୁବା ଥିଲେ, ଏକା ଏକା ପରିଶ୍ରମ କରୁଥିଲେ, ହୁଏତ ଆପଣମାନଙ୍କର ପରିଶ୍ରମର ଫଳ ଅଳ୍ପ ଥିଲା, କିନ୍ତୁ ବର୍ତ୍ତମାନ ଆପଣମାନେ ବୈବାହିକ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆପଣମାନେ ପରସ୍ପରକୁ ସ୍ୱାମୀ ଓ ସ୍ତ୍ରୀ ଭାବରେ ସ୍ୱୀକାର କରିଛନ୍ତି ମଣ୍ଡଳୀ ସମ୍ମୁଖରେ। ପୁଣି ସେହି ସର୍ବଶକ୍ତିମାନ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷାତରେ ଆପଣମାନେ ପରସ୍ପରକୁ ସ୍ୱାମୀ ଓ ସ୍ତ୍ରୀ ଭାବରେ ଗ୍ରହଣ କରିଛନ୍ତି। ଆପଣମାନେ ଦୁଇ ନୁହନ୍ତି, ଏକାଙ୍ଗ ଅଟନ୍ତି। ଆପଣମାନେ ଯାହା ପରିଶ୍ରମ କରିବେ ତାହାର ପରିଶ୍ରମର ଉତ୍ତମ ଫଳ ଆପଣମାନେ ପ୍ରାପ୍ତ ହେବେ। ଆପଣମାନଙ୍କର ଯାବ ଜୀବନରେ ଯେତେବେଳେ ଜଣେ ପଡ଼ିବ ଆଉ ଜଣେ ଆପଣଙ୍କୁ ଉଠାଇବାର ଅଛି। ଜଣେ ଅସୁସ୍ଥତା ହେଲେ ଜଣେ ସେବା କରିବ, ଆଉ ଜଣେ ଅସୁସ୍ଥତା ହେଲେ ଆଉ ଜଣେ ସେବା କରିବାର ଅଛି। ଯେତେବେଳେ ପାର୍ବତୀ ଅସୁସ୍ଥ ହେବ ସୋମନାଥ ତାର ସେବା କରିବାର ଅଛି। ଆଉ ଯେତେବେଳେ ସୋମନାଥ ଅସୁସ୍ଥ ହେବ ସେତେବେଳେ ପାର୍ବତୀ ସୋମନାଥର ସେବା କରିବାର ଅଛି। ବୈବାହିକ ବନ୍ଧନର ସ୍ୱାଦ, ବୈବାହିକ ବନ୍ଧନର ସେଇ ପବିତ୍ରତା ହେଉଛି ଆମମାନେ କଣ ଏକରୁ ଦୁଇ ଜଣ ହେବା। ଏ ହେତୁ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ବିବାହ ଆଦରଣୀୟ ହେବା ଆବଶ୍ୟକ। ହାଲେଲୁୟା ହାଲେଲୁୟା। ପୁଣି ଚତୁର୍ଥ କାରଣ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହିଁବି, ତାହା ହେଲା ବ୍ୟଭିଚାରୀରୁ ରକ୍ଷା ପାଇବା। ହାଲେଲୁୟା। ବ୍ୟଭିଚାରୀରୁ ରକ୍ଷା ପାଇବାକୁ ହେଲେ ଆମମାନେ ବିବାହ କରିବାକୁ ପଡ଼ିବ। ବିବାହ କରିବାକୁ ପଡ଼ିବ। ପ୍ରଥମ କରିନ୍ଥୀୟ 7:2 ପ୍ରେରିତ ପାଉଲ କହନ୍ତି, କିନ୍ତୁ ବ୍ୟଭିଚାରର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ। ହାଲେଲୁୟା ହାଲେଲୁୟା। ମୋର ପ୍ରିୟମାନେ, ଯେତେବେଳେ ଆମେ ବିବାହ କରୁ, ଯେତେବେଳେ ଗୋଟିଏ ପୁରୁଷର ନିଜର ଭାର୍ଯ୍ୟା ଥାଏ ଆଉ ଯେତେବେଳେ ଗୋଟିଏ ସ୍ତ୍ରୀର ନିଜର ସ୍ୱାମୀ ଥାଏ, ସେତେବେଳେ ସେମାନେ ବ୍ୟଭିଚାରୀରୁ ରକ୍ଷା ପାଇଥାନ୍ତି, ବ୍ୟଭିଚାରରୁ ସେମାନେ ଉଦ୍ଧାର ପାଇଥାନ୍ତି। ଏ ହେତୁ ବିବାହ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ଆଦରଣୀୟ ବା ସମ୍ମାନିତ ହେବା ଆବଶ୍ୟକ। ହାଲେଲୁୟା ହାଲେଲୁୟା। ପୁଣି ପଞ୍ଚମ କାରଣ, ମୋର ପ୍ରିୟମାନେ, କାହିଁକି ବିବାହ ଆଦରଣୀୟ ହେବା ଆବଶ୍ୟକ? ଈଶ୍ୱରଙ୍କ ଯୋଜନାକୁ ବିବାହ ସଫଳ କରିଥାଏ। ହାଲେଲୁୟା ହାଲେଲୁୟା। ଆଦି ପୁସ୍ତକ 1:28 ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀ କି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ, ଖେଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର। ସଦାପ୍ରଭୁ କହିଲେ, ତୁମେମାନେ ବହୁବଂଶ ଓ ପ୍ରଜାବନ୍ତ ହୁଅ।
ईश्वरଙ୍କର ଯୋଜନା ଥିଲା ଯେ ମନୁଷ୍ୟ ବହୁବଂଶ ହୋଇ ପ୍ରଜାବନ୍ତ ହୋଇ ସାରା ପୃଥିବୀକୁ ପରିପୂର୍ଣ୍ଣ କରୁ। ଏହା ଈଶ୍ୱରଙ୍କର ଇଚ୍ଛା। ଆଉ ବିବାହ ଦ୍ୱାରା ଆମେ ସେହି ଈଶ୍ୱରଙ୍କର ଯୋଜନାକୁ ଈଶ୍ୱରଙ୍କ ଇଚ୍ଛାକୁ ଆମେ ସଫଳ କରିଥାଉ। ବିବାହ କରିବା ଦ୍ୱାରା ହିଁ ଆମେ ସନ୍ତାନ ସମ୍ପତ୍ତି ଲାଭ କରି ଆମେ ସେ ଈଶ୍ୱରଙ୍କର ଯୋଜନାକୁ ସଫଳ କରିଥାଉ। ଏଣୁ ବିବାହ ପ୍ରତ୍ୟେକ ଖ୍ରୀଷ୍ଟିଆନଙ୍କ ଜୀବନରେ ଆଦରଣୀୟ ବା ସମ୍ମାନିତ ହେବା ଆବଶ୍ୟକ। ପୁଣି ଶେଷ କାରଣ ମୋର ପ୍ରିୟମାନେ ଏହା ଦ୍ୱାରା ପୁରୁଷ ଓ ସ୍ତ୍ରୀ ଏକାଙ୍ଗ ହୁଅନ୍ତି। ହାଲେଲୁୟା ହାଲେଲୁୟା। ବିବାହ କରିବା ଦ୍ୱାରା ଗୋଟେ ପୁରୁଷ ଆଉ ଗୋଟେ ସ୍ତ୍ରୀ ସେମାନେ ଦୁହେଁ ଭିନ୍ନ ଭିନ୍ନ ଶରୀର ନୁହନ୍ତି। ସେମାନେ ଏକ ଶରୀର, ସେମାନେ ଏକାଙ୍ଗ ଅଟନ୍ତି। ଆଦି ପୁସ୍ତକ 2:24 କୁହାଯାଏ ଏଥି ନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ପରିତ୍ୟାଗ କରି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ସେମାନେ ଏକାଙ୍ଗ ହେବେ। ବିବାହ ଦ୍ୱାରା ଗୋଟେ ପୁରୁଷ ଆଉ ଗୋଟେ ଝିଅ ସେମାନେ ବା ଗୋଟେ ସ୍ତ୍ରୀ ସେମାନେ ଏକାଙ୍ଗ ହୁଅନ୍ତି। ଏଣୁ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ବିବାହ ଆଦରଣୀୟ ବା ସମ୍ମାନିତ ହେବା ଆବଶ୍ୟକ। ହେଲେ କେମିତି ଆମ୍ଭେମାନେ ବିବାହକୁ ଆଦରଣୀୟ ବା ଆଦର କରିପାରିବା? କଣ କରିବା ଦ୍ୱାରା ବିବାହ ଆମଙ୍କ ଜୀବନରେ ଆଦରଣୀୟ ହେବ? କୋଉ ପ୍ରକାର ସେଇ ବିବାହକୁ ସମ୍ମାନ କରିବା ଦ୍ୱାରା ବିବାହ ଗୋଟେ ଆଦରଣୀୟ ବୋଲି ଆମେ ତାହାକୁ ଗଣନା କରିପାରିବା? ପ୍ରଥମ ପଦ ଯାହା କରିବା ଦ୍ୱାରା ବିବାହ ଆମଙ୍କ ଜୀବନରେ ଆଦରଣୀୟ ହୋଇଥାଏ, ମୁଁ ପାର୍ବତୀଙ୍କୁ କହିବା ପାଇଁ ଚାହେଁ। ସେ ପ୍ରଥମ ପଦ ହେଲା ସ୍ତ୍ରୀ ସ୍ୱାମୀର ବଶୀଭୂତା ହେଉ। ହାଲେଲୁୟା। କେବଳ ମୁଁ ପାର୍ବତୀଙ୍କୁ କହିବାକୁ ଚାହେଁ ତାହା ନୁହେଁ, ବରଂ ଏଠାରେ ବିବାହିତ ହୋଇଥିବା ପ୍ରତ୍ୟେକ ମା ମାନଙ୍କୁ, ସ୍ତ୍ରୀ ମାନଙ୍କୁ, ପୁଣି ବିବାହ କରିବାକୁ ଯାଉଥିବା ପ୍ରତ୍ୟେକ କୁମାରୀ ମାନଙ୍କୁ କହିବାକୁ ଚାହେଁ ଯେ ସ୍ତ୍ରୀ ସ୍ୱାମୀର ବଶୀଭୂତା ହେଉ। ଏଫେସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ରରେ ପ୍ରେରିତ ପାଉଲ 5:22 କହନ୍ତି, ହେ ସ୍ତ୍ରୀ ମାନେ ତୁମେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ସ୍ୱାମୀର ବଶୀଭୂତା ହୁଅ। କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ପୁଣି ଖ୍ରୀଷ୍ଟ ଆପଣା ଶରୀର ରୂପ ମଣ୍ଡଳୀର ତ୍ରାଣକର୍ତ୍ତା ଅଟନ୍ତି। ହାଲେଲୁୟା ହାଲେଲୁୟା। ପ୍ରତ୍ୟେକ ସ୍ତ୍ରୀ ଆପଣା ସ୍ୱାମୀର ବଶୀଭୂତା ହେବା ଆବଶ୍ୟକ। ପ୍ରତ୍ୟେକ ବିଷୟରେ ସ୍ତ୍ରୀ ସ୍ୱାମୀର ବଶୀଭୂତା ହେବା ଆବଶ୍ୟକ। ବଶୀଭୂତାର ଅର୍ଥ ହେଲା ସ୍ୱାମୀର କଥାକୁ ମାନି ସ୍ୱାମୀର ପ୍ରତ୍ୟେକ ବିଷୟକୁ ସମ୍ମାନ କରିକି ବଞ୍ଚିବାଟା ହେଲା ସ୍ୱାମୀର ବଶୀଭୂତା ହେବା। ଆଜି ଅନେକ ସ୍ତ୍ରୀ ମାନେ ଅଛନ୍ତି, ସେମାନେ ସ୍ୱାମୀର ବଶୀଭୂତରେ ନାହାନ୍ତି, ସ୍ୱାମୀର କଣ୍ଟ୍ରୋଲ ବାହାରେ ଅଛନ୍ତି, ଉଲ୍ଟା ସ୍ୱାମୀକୁ ଆପଣା ବଶୀଭୂତରେ କରିଥାନ୍ତି। ଈଶ୍ୱର ସେଇ ପ୍ରକାର ସ୍ତ୍ରୀ ମାନଙ୍କୁ ଚାହାନ୍ତି ନାହିଁ। ସ୍ତ୍ରୀ ମାନେ ସ୍ୱାମୀକୁ ବଶୀଭୂତ କରିବା ଦ୍ୱାରା ବିବାହ ଆଦରଣୀୟ ହୁଏ ନାହିଁ। ସ୍ତ୍ରୀ ସ୍ୱାମୀର ବଶୀଭୂତ ହେବାର ଆବଶ୍ୟକ। ସ୍ତ୍ରୀ ସ୍ୱାମୀର କଣ୍ଟ୍ରୋଲ ଭିତରେ, ସ୍ୱାମୀର ନିୟନ୍ତ୍ରଣ ଭିତରେ ରହିବା ଆବଶ୍ୟକ। ତେବେ ଯାଇ ବିବାହ ଆଦରଣୀୟ ହେଇପାରିବ। ହାଲେଲୁୟା ହାଲେଲୁୟା। ପ୍ରଥମ ପୁଣି ଦ୍ୱିତୀୟ ବିଷୟଟା ହେଲା ସ୍ୱାମୀ ମାନେ ଆପଣା ସ୍ତ୍ରୀ ମାନଙ୍କୁ ପ୍ରେମ କରନ୍ତୁ। ହାଲେଲୁୟା ହାଲେଲୁୟା। ଏଫେସୀୟ 5:25 କୁହାଯାଏ, ହେ ସ୍ୱାମୀ ମାନେ
ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ ତୁମେ ମାନେ ମଧ୍ୟ ସେହି ପ୍ରକାର ଆପଣ ଆପଣ ସ୍ତ୍ରୀକୁ ପ୍ରେମ କର। ସେ ତାହା ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ। ପ୍ରତ୍ୟେକ ସ୍ୱାମୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ ସେହି ପ୍ରକାର ଆପଣ ଭାର୍ଯ୍ୟାକୁ ପ୍ରେମ କରିବାର ଆବଶ୍ୟକ ରହିଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କୋଉ ପ୍ରକାର ମଣ୍ଡଳୀକୁ ପ୍ରେମ କଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀ ନିମନ୍ତେ ନିଜର ଜୀବନକୁ ଉତ୍ସର୍ଗ କଲେ। ସେ କୁଶାର୍ପିତ ହେଲେ, ସେ କ୍ଷତ ବିକ୍ଷତ ହେଲେ, ସେ ଚୂର୍ଣ୍ଣ ହେଲେ, ଆଉ ସେ ମୃତ୍ୟୁ ଭୋଗ କଲେ ମଣ୍ଡଳୀ ନିମନ୍ତେ। ସେ ମରିବା ପର୍ଯ୍ୟନ୍ତ ମଣ୍ଡଳୀକୁ ପ୍ରେମ କଲେ। ଠିକ୍ ସେହି ପ୍ରକାରେ ପ୍ରତ୍ୟେକ ସ୍ୱାମୀ ମାନେ ଆପଣା ଭାର୍ଯ୍ୟାକୁ ଯୀଶୁ ଖ୍ରୀଷ୍ଟଙ୍କ ତୁଲ୍ୟ ପ୍ରେମ କରିବାର ଆବଶ୍ୟକ। ପ୍ରତ୍ୟେକ ସ୍ୱାମୀ ଆପଣା ସ୍ତ୍ରୀ ନିମନ୍ତେ ନିଜର ଜୀବନକୁ ବଳି ରୂପେ ଉତ୍ସର୍ଗ କରିବା ନିମନ୍ତେ ପ୍ରସ୍ତୁତ ହେବାର ଆବଶ୍ୟକ। ସେହି ପ୍ରକାର ପ୍ରେମ କରିବାର ଆବଶ୍ୟକ। ପ୍ରତ୍ୟେକ ସ୍ୱାମୀ ମାନେ ନିଜର ଶରୀରକୁ ଯେ ପ୍ରକାର ଆମେ ପ୍ରେମ କରୁ ସେହି ପ୍ରକାର ଆପଣା ଭାର୍ଯ୍ୟାକୁ ପ୍ରେମ କରିବାର ଆବଶ୍ୟକ। ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ଯେପରି ସେ କ୍ଷମା କରନ୍ତି ସେ ପ୍ରକାର ସ୍ୱାମୀ ମାନେ ଆପଣା ଭାର୍ଯ୍ୟାକୁ ପ୍ରତି ମୁହୂର୍ତ୍ତରେ କ୍ଷମା କରିବାର ଆବଶ୍ୟକ। ସେମାନଙ୍କୁ ରାଗ ନ ଧରି, ସେମାନଙ୍କୁ କ୍ରୋଧ ନ କରି ସେମାନଙ୍କୁ କ୍ଷମା କରିବାର ଆବଶ୍ୟକ। କାରଣ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ସେ ପ୍ରକାର କ୍ଷମା କରିଛନ୍ତି। ଯୀଶୁ ଖ୍ରୀଷ୍ଟ ସେ ପ୍ରକାର ମଣ୍ଡଳୀକୁ ପ୍ରେମ କରିଛନ୍ତି। ଆଉ ଯୀଶୁ ଖ୍ରୀଷ୍ଟ ସେ ମଣ୍ଡଳୀ ନିମନ୍ତେ ଯେତେବେଳେ ମୃତ୍ୟୁ ଭୋଗ କରିଛନ୍ତି, ପ୍ରତ୍ୟେକ ସ୍ୱାମୀ ଆପଣା ସ୍ତ୍ରୀ ନିମନ୍ତେ ମୃତ୍ୟୁ ଭୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବାର ଆବଶ୍ୟକ ରହିଅଛି। ତେବେ ଯାଇ ବିବାହ ଆମମାନଙ୍କ ଜୀବନରେ ଆଦରଣୀୟ ହେଇପାରିବ। ହାଲେଲୁୟା, ହାଲେଲୁୟା। ଆଉ 10 ମିନିଟ୍ ଭିତରେ ଆମେ ସରିବା। ପୁଣି ତୃତୀୟ ବିଷୟ ତା ହେଲା ସ୍ୱାମୀ ସ୍ତ୍ରୀକୁ ଆଉ ସ୍ତ୍ରୀ ସ୍ୱାମୀକୁ ତାର ପ୍ରାପ୍ୟ ଦେଉ। ହାଲେଲୁୟା। ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ। ପ୍ରଥମ କରିନ୍ଥୀୟ ଅଧ୍ୟାୟ 7:3-5 ଲେଖା ଅଛି। ଯଦି କେହି ଯଦି ପାଇଛନ୍ତି ଦୟାକରି ସମସ୍ତଙ୍କର ସାହାଯ୍ୟ ନିମନ୍ତେ ପଢନ୍ତୁ। ପ୍ରଥମ କରିନ୍ଥୀୟ। ପରସ୍ପରକୁ ବଞ୍ଚିତ ନ କର, କେ ଛାଣି ପ୍ରାର୍ଥନା ନିମନ୍ତେ ଅବସକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହିପାର। ଆଉ ତୁମ୍ଭମାନଙ୍କ ଇନ୍ଦ୍ରିୟ ଧମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ। କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ। ହାଲେଲୁୟା। ପ୍ରେରିତ ପାଉଲ କହନ୍ତି, ପରସ୍ପର ଠାରୁ ବଞ୍ଚିତ କର ନାହିଁ। ପରମେଶ୍ୱର ଶାରୀରିକ ସମ୍ପର୍କକୁ ସୃଷ୍ଟି କଲେ ଏବଂ ଏହାକୁ ସେ ଉତ୍ତମ ବୋଲି ଦାବି କରିଛନ୍ତି। ହାଲେଲୁୟା, ହାଲେଲୁୟା। ପରମେଶ୍ୱର ସ୍ୱାମୀ ଓ ସ୍ତ୍ରୀର ଶାରୀରିକ ସମ୍ପର୍କକୁ ସୃଷ୍ଟି କରିଛନ୍ତି ଏବଂ ଏହାକୁ ସେ ପବିତ୍ର ବୋଲି ସେ ମାନ୍ୟ କରିଅଛନ୍ତି। ପ୍ରେରିତ ପାଉଲ ପ୍ରଥମ କରିନ୍ଥୀୟ 7:2-5 ଯଦି ଆମେ ଦେଖିବା, ସେ କହନ୍ତି ବିବାହ ଯୌନ ଅନୈତିକତା ପାଇଁ ଗୋଟେ ଉତ୍ତର ଅଟେ। ଯୌନ ଅନୈତିକତାର ଉତ୍ତର ହେଉଛି ବିବାହ। ଆଉ ବିବାହ କରିବା ଦ୍ୱାରା ଯୌନ ଅନୈତିକତା ଠାରୁ ମନୁଷ୍ୟ ରକ୍ଷା ପାଇଥାନ୍ତି ବା ବଞ୍ଚିତ ହେଇଥାନ୍ତି। ଏଣୁ ବିବାହିତ ଲୋକମାନଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରେରିତ ପାଉଲ ଉପଦେଶ ଦିଅନ୍ତି। ଆଜି ଅନେକ ଲୋକ ଏହି ବିଷୟରେ କଥା କହିବା ପାଇଁ ଇଚ୍ଛା କରନ୍ତି ନାହିଁ, କିନ୍ତୁ ବିବାହର ଗୋଟିଏ ପବିତ୍ର ବିଷୟଟା ହେଲା ସ୍ୱାମୀ ଓ ସ୍ତ୍ରୀର ଶାରୀରିକ ସମ୍ପର୍କ। କାରଣ ଏହା କରିବା ଦ୍ୱାରା ମୋର ପ୍ରିୟମାନେ ଶୈତାନର ଶାରୀରିକ ପ୍ରଲୋଭନରୁ ଆମମାନେ ବଞ୍ଚିତ ହେଇଥାଉ।
ଏହା କରିବା ଦ୍ୱାରା ଶୈତାନ ଆମକୁ ଶାରୀରିକ ପ୍ରଲୋଭନରେ ଆମକୁ ପକାଇବାରେ ବିଫଳ ହେଇଥାଏ। ଏଣୁକରି ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଆବଶ୍ୟକ ଏବଂ ଏହା ଗୋଟିଏ ପବିତ୍ର କାର୍ଯ୍ୟ ଅଟେ। ମୋର ପ୍ରିୟମାନେ, ଏହା ଗୋଟିଏ ମନ୍ଦ ନୁହେଁ, ଏହା ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ଗୋଟିଏ ଅଂଶ ଅଟେ। ବିବାହ ଏକମାତ୍ର ରାସ୍ତା ଯେଉଁଠାରେ ସ୍ୱାମୀ ଆଉ ସ୍ତ୍ରୀ ସେମାନେ ଏକାଙ୍ଗ ହୁଅନ୍ତି ଆଉ ସେମାନେ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି। ଧାର୍ମିକ ଆଚରଣରେ ସେମାନେ ସମ୍ପର୍କ ସ୍ଥାପନ କରିଥାନ୍ତି। କିନ୍ତୁ ବିବାହ ବାହାରେ ଯଦି ଆମେ ଶାରୀରିକ ସମ୍ପର୍କ ରଖୁ ତାହା ଘୃଣ୍ୟ ବିଷୟ, ତାହା ମନ୍ଦ ଅଟେ, ତାହା ପାପ ଅଟେ। ଶାରୀରିକ ସମ୍ପର୍କ ରଖିବା ପାଇଁ ପରମେଶ୍ୱର ବିବାହ ଅନୁଷ୍ଠାନ ସେ ପ୍ରତିଷ୍ଠା କରିଅଛନ୍ତି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ମୋର ପ୍ରିୟମାନେ, ପୁଣି ଚତୁର୍ଥ ବିଷୟ ହେଲା ପରସ୍ପର ପ୍ରତି ସହନଶୀଳ ହେବା। ପରସ୍ପର ପ୍ରତି ସହନଶୀଳ ରହିବା, ତେବେ ଯାଇ ବିବାହ ଆମମାନଙ୍କ ଜୀବନରେ ଆଦରଣୀୟ ହୋଇପାରିବ। ଏଫେସ୍ୟ 4:2 କୁହାଯାଏ, ଅର୍ଥାତ୍ ସର୍ବ ପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହିଷ୍ଣୁ ରୁହ। ହାଲେଲୁୟା, ହାଲେଲୁୟା। କୋଉ ପ୍ରକାର ସହିଷ୍ଣୁ ରହିବାର ଅଛି? ସର୍ବ ପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତାରେ ପରସ୍ପରକୁ ଆମମାନେ ସହନଶୀଳ ହେବାର ଅଛି। ସ୍ୱାମୀ ରାଗିଲା ବେଳେ ସ୍ତ୍ରୀ ନୀରବ ରହିବାର ଅଛି, ସ୍ତ୍ରୀ ରାଗିଲା ବେଳେ ସ୍ୱାମୀ ନୀରବ ରହିବାର ଅଛି। ସ୍ୱାମୀ ଯାହା କୁହେ ରାଗରେ କି ଈର୍ଷାରେ କି କ୍ରୋଧରେ ସ୍ତ୍ରୀ ତାକୁ ଭୁଲି ଯିବାର ଅଛି, ତାକୁ ସହିବାର ଅଛି। ଆଉ ସ୍ୱାମୀ ମଧ୍ୟ ସେଇ ପ୍ରକାର ସ୍ତ୍ରୀ ପ୍ରତି ରଖିବାର ଅଛି। ତେବେ ଯାଇ ବିବାହ ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ଆଦରଣୀୟ ହେଇପାରିବ। ହାଲେଲୁୟା, ହାଲେଲୁୟା। ପୁଣି ପଞ୍ଚମ ବିଷୟଟା ହେଲା ପରସ୍ପରକୁ ବିଶ୍ୱାସ, ଭରସା ଓ ପ୍ରେମ କରୁ। ହାଲେଲୁୟା। ପ୍ରଥମ କରନ୍ଥୀୟ 13:13 ପ୍ରେରିତ ପାଉଲ କହନ୍ତି, ଅତଏବ ବିଶ୍ୱାସ, ଭରସା, ପ୍ରେମ ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ସର୍ବଶ୍ରେଷ୍ଠ। ବିବାହ ଯଦି ଆମମାନଙ୍କ ଜୀବନରେ ଆଦରଣୀୟ ହେବାର ଅଛି, ତାହେଲେ ପରସ୍ପରକୁ ଆମମାନେ ଦୃଢ଼ ଭାବେ ବିଶ୍ୱାସ କରିବାର ଅଛି, ପରସ୍ପର ମଧ୍ୟରେ ପ୍ରେମ ରଖିବାର ଅଛି, ପରସ୍ପର ମଧ୍ୟରେ ବିଶ୍ୱାସ ଭରସା ରଖିବାର ଅଛି। ଆଜି ଅନେକ ପରିବାରରେ ପାରିବାରିକ ଜୀବନ, ବୈବାହିକ ଜୀବନ ଭାଙ୍ଗି ଯାଉଛି, କାରଣ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ବିଶ୍ୱାସ ନାହିଁ, ପରସ୍ପର ପ୍ରତି ଭରସା ନାହିଁ, ପରସ୍ପର ପ୍ରତି ପ୍ରେମ ଅଭାବ ହେତୁ ବୈବାହିକ ବନ୍ଧନ ଛିଣ୍ଡି ଯାଉଛି, ବୈବାହିକ ଜୀବନ ଭାଙ୍ଗି ଯାଉଛି। ସ୍ତ୍ରୀ ସ୍ୱାମୀକୁ ଅନ୍ଧ ପରି ବିଶ୍ୱାସ କରିବାର ଅଛି, ସ୍ୱାମୀ ସ୍ତ୍ରୀକୁ ଅନ୍ଧ ପରି ବିଶ୍ୱାସ କରିବାର ଅଛି, ଭରସା କରିବାର ଅଛି, ପ୍ରେମ କରିବାର ଅଛି। ସ୍ୱାମୀ ଯେତେବେଳେ ଘରୁ ବାହାରକୁ ଯାଏ, ସ୍ୱାମୀ କଣ କରୁଛି କଣ କରୁନି, ସ୍ତ୍ରୀ ସେଇଟାକୁ ନେଇ ସ୍ୱାମୀ ଉପରେ ସନ୍ଦେହ କରିବାକୁ ନାହିଁ, କିମ୍ବା ସ୍ତ୍ରୀ ଘରେ ଥାଇ କଣ କରୁଛି ସ୍ୱାମୀ ତା ଉପରେ ସନ୍ଦେହ କରିବାକୁ ହେବ ନାହିଁ। ବୈବାହିକ ଜୀବନରେ ପରସ୍ପରକୁ ବିଶ୍ୱାସ କରିବାର ଆବଶ୍ୟକ ରହିଛି, ପରସ୍ପର ଉପରେ ଭରସା ରଖିବାର ଆବଶ୍ୟକ ରହିଛି। ସ୍ୱାମୀ କେତେ ତଳକୁ ଖସି ପାରିବ ତାହା ସ୍ତ୍ରୀ ସ୍ୱାମୀ ଉପରେ ଭରସା କରିବାର ଅଛି, ସ୍ୱାମୀ ସ୍ତ୍ରୀ ଉପରେ ଭରସା ରଖିବାର ଅଛି ଯେ ସ୍ତ୍ରୀ କେତେ ତଳକୁ ଖସି ପାରିବ, କଣ କରିପାରିବ ତାହା ତା ଉପରେ ଭରସା ରଖିବାର ଅଛି। ତେବେ ଯାଇ ବୈବାହିକ ଜୀବନ ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ଆଦରଣୀୟ ହେଇପାରିବ। ହାଲେଲୁୟା, ହାଲେଲୁୟା। ହିତୋପଦେଶ 3:4 କୁହାଯାଏ, ଦୟା ଓ ସତ୍ୟତା ତୁମକୁ ପରିତ୍ୟାଗ ନ କରୁ, ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ, ତାହା କଲେ ତୁମେମାନେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଓ ସୁବିବେଚନା ଲାଭ କରିବ। ହାଲେଲୁୟା, ହାଲେଲୁୟା। ଦୟା ଓ ସତ୍ୟତା, ସ୍ୱାମୀ ଓ ସ୍ତ୍ରୀ ଏ ଦିଟା ଗୁଣକୁ
आपणा कौ सत्यता ए दीटा को पटारे बांधिकी पुणी गलारे टांगिकी रखिबा आवश्यक। हितोपदेश रे कहा जाए दया व सत्यतारे स्वामी स्त्री परस्पर को प्रेम करिवार अछि। दया व सत्यतारे सेमाने जीवन धारण करिवार अछि। आ एहा को केबे स्त्री व स्वामी पासरिबा को नाही। सेमान कथारो दया व सत्यता स्वामी आ स्त्री परस्पर को सर्वदा दयारे व्यवहार करिवार अछि। आ स्वामी स्त्री सर्वदा सत्यता आचरण करिवार अछि। जदि दया व सत्यता गोटे वैवाहिक जीवन चली जाए ताहले से वैवाहिक जीवन रे फाट सृष्टि होता है। एणुक दया व सत्यता प्रति मुहूर्त वैवाहिक जीवन रे धरी रखिबार आवश्यक अछि। तेणुक हितोपदेश रे कहा जाए जे दया व सत्यता को गोटे पटारे बांधी गलारे टंगाइबा आवश्यक बोली कहा जाउछि। पुणी शेष परामर्श ताउछि परस्पर प्रति विश्वास घातकता न करो। हालेलुया हालेलुया। स्वामी स्त्री प्रति विश्वास घातकता न करो। स्त्री स्वामी प्रति विश्वास घातकता न करो। मलाकी 2:15 शेष भाग रे कहा जाए एथिपाई तुमबे माने अपना अपना आत्मा विषय सावधान हो वो कहीं अपना अपना यौवन कालर भार्या प्रति विश्वास घात न करो। हालेलुया हालेलुया। मोर प्रिय माने जेतेबेले स्वामी स्त्री मध्य विश्वास अछि से विश्वास को बंचाई रखिबा आमर कर्तव्य। आ से विश्वास को बंचाई रखिबा को हेले स्त्री स्वामी को विश्वासघात न करू। आ स्त्री स्वामी को विश्वासघात न करू। विश्वासघात करबा द्वारा आमे अपना आत्मा नष्ट करूछु। ता हितोपदेश रे कहा जाए जे एतिबा तुमे माने अपना आत्मा विषय सावधान हो। पुणी अपना अपना यौवन कालर भार्या को विश्वासघात न करो। विश्वासघात करबा द्वारा आमे अपना आत्मा नष्ट करूछु। तेणुक स्वामी स्त्री परस्पर को विश्वासघात न करो। यह करबा द्वारा विवाह ख्रीष्टान जीवन में आदरणीय होता है। मोर प्रिय माने आमे माने सुनिलु विवाह समस्त मध्य आदरणीय हो। कारण यह ईश्वर इच्छा। ईश्वर चाहती प्रत्येक ख्रीष्टियान जीवन में विवाह आदरणीय हो। आज जो अल्प वाक्य थिला कहीं विवाह आदरणीय हेबा आवश्यक आउ केमिति गोटे जीवन रे गोटे वैवाहिक जीवन रे विवाह को माने आदरणीय करि परिबा से विषय रे आमाने शिक्षा लाभ कलु। आज भाई सोमनाथ और भौणी पार्वती से माने विवाह बंधन रे आबद्ध होइछंती। एही वाक्य सेमानक जीवन रे प्रकाशित हो। एही वाक्य सेमानक जीवन रे सेमानक जीवन रे शेष निश्वास पर्यंत थाओ। आ सेमानक जीवन रे एही विवाह जोटा कि ईश्वरंकर गोटे सृष्टि ईश्वरंकर गोटे पवित्र कार्य सदाकाल पाई सेमानकर वैवाहिक जीवन रे आदरणीय हो। एहा मोर प्रार्थना। प्रभु ये अल्प वाक्य आम प्रत्येक को आशीर्वाद करंतु। आमेन। हालेलुया हालेलुया।